ହେଲା ଆଜି ଆରମ୍ଭ କରିଦେବା ସେଇଗୁଟା ତ ସେ ବିଷୟଟା ପୁଣି ଆଉ ଥରେ। ହଉ, ନମସ୍କାର ଭାଇମାନେ। ସାଧାରଣ ଲୋକର ଆଜି ଅସାଧାରଣ କଥା, ସେଇ କଥା କହିଲା ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ପୂର୍ବେ ନ ରହିବେ କେହି, ଝାଡ଼ ବାଡ଼ ଧରି ଯେତିକି ରହିବେ କୂଳକୁ ବିହନ ସେ। ଏହାର ଅନେକ ଅର୍ଥ ଅଛି। ସାଧାରଣ ଲୋକ ଅନେକ 20ଟା ଖଣ୍ଡେ ଭିଡ଼ିଓ ଏଇ ବିଷୟରେ ରଖିଛି। ତେଣୁ ଏହାର ଉତ୍ତର ମୁଁ ରଖିଛି 2-3ଟା ଲାଇନର ଉତ୍ତର ରହିଛି। ତାପରେ ଆହୁରି ଗୋଟେ ଥିଲା, ଗୃହେ ଗୃହେ ଶ୍ୱାନ ଶୃଗାଳ ପଶିବେ। ଏହାର ଅନେକ ଅର୍ଥ ଅଛି। ଶ୍ୱାନ ଆପଣ ଜାଣନ୍ତି ସାହିତ୍ୟିକ ଭାଷା, ଶୃଗାଳ ବି ଜାଣନ୍ତି ସାହିତ୍ୟିକ ଭାଷା। କୁକୁରର ଅନ୍ୟ ନାମ ହେଲା ଶ୍ୱାନ, ଶୃଗାଳର ଅନ୍ୟ ନାମ ହେଲା ବିଲୁଆ। ତେଣୁ ଏଥିରେ ଶ୍ୱାନ ଆଉ ଶୃଗାଳ ଆପଣମାନେ ସମସ୍ତେ ଅତି ସରଳରେ ଜାଣିଦେବେ। କୁକୁର ଆଉ ବିଲୁଆ ଘରେ ପଶିବେ, କିନ୍ତୁ ଏଇଟା ହେଉଛି ପଢ଼ା ପାଠ। ଅପଢ଼ା ପାଠରେ କ'ଣ ଲେଖା ହେଲା ନା ଗୃହେ ଗୃହେ ଶ୍ୱାନ ଶୃଗାଳ ପଶିବେ। ଶୃଗାଳ ଶ୍ୱାନ ବୋଲି ଯାହାକୁ କହୁଛେ ତା ପରୋକ୍ଷଟା ହେଲା ଅପଢ଼ାରେ ମଦ, ମୋହ, ମାୟା। ଏଇଟା ହେଲା ଶ୍ୱାନ ଆଉ ଶୃଗାଳ। ତେଣୁ ଆମେ କ'ଣ କରିବା, ପାଠୁଆ ହିସାବରେ IAS OAS ଇଞ୍ଜିନିୟରିଂ ଗୁଡ଼ାଏ ପଢ଼ିଥିବେ, ଡକ୍ଟରୀ ପଢ଼ିଥିବେ, ସେମାନେ କହିବେ କୁକୁର ବିଲୁଆ ଘରେ ପଶିବେ। ମୋହ, ମାୟା, ମଦ, ମଶ୍ଚର୍ଯ୍ୟ ଯେଉଁ କହୁଛେ ସେଇଟା, ଏଗୁଡ଼ାକ ହେଲା ମଦ। ମାନେ ଏଇଟା ହେଲା ଶ୍ୱାନ ଆଉ ଶୃଗାଳ। ଏ ପାଠ ବହିରେ ଅଛି ନା ପଢ଼ିଛି, କିନ୍ତୁ ଏଇଭଳି ସେଇଭଳି କହିଲେ ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ପୂର୍ବେ ନ ରହିବେ କେହି। ଆଉ କେଉଁଟା ରହିଲା, ଉତ୍ତର ଗଲା, ଦକ୍ଷିଣ ବିପରୀତଟା ପୂର୍ବପଟ ଗଲା। ଆଉ କିଏ ରହିଲା, ଆଉ କେଉଁଟା, ଆଉ ଯେଉଁ ଫାଳଟି ରହିଲା ସେଇ ଫାଳରେ ଝାଡ଼ ବାଡ଼ ଧରି ଯେତିକି ରହିବେ କୂଳକୁ ବିହନ ସେଇ। ଆଉ ଯେଉଁ ଦିଗଟି ରହିଲା, ଝାଡ଼ ଅର୍ଥ କ'ଣ? ଝାଡ଼ ଅର୍ଥ ଜଙ୍ଗଲ। ଆପଣମାନେ ସମସ୍ତେ ଜାଣନ୍ତି ଝାଡ଼ ଜଙ୍ଗଲରେ, ତାମାନେ ଝାଡ଼ ଜଙ୍ଗଲରେ ଯେଉଁମାନେ ରହିବେ ସେମାନେ ବିହନ। ପୁଣି ଆହୁରି ଏଇଟା ହେଲା ଲେଖା ପାଠ। ଚେତନର ପାଠ କ'ଣ ରହିଛି ନା ଝାଡ଼ ବୋଲି ତୁଇ ଯାହାକୁ କହୁଛୁ ସେ ଜଙ୍ଗଲ, ସିଏ ସିନା ଲେଖାରେ, ଅଲେଖାରେ କ'ଣ ଚିନ୍ତନରେ। ନା ଝାଡ଼ ବୋଲି ଆମେ ଯାହାକୁ କହୁଛେ ସିଏ ହେଲା ଆମ ପରିବାର। ଆଉ ଏଠି ପାଠୁଆ ଖୋଜିଲେ କୋଉଠି ପାଇବେ? ଝାଡ଼ ହେଲା ପରିବାର। ତେଣୁ ସେ ପରିବାରରେ ବାପା, ମା, ଭାଇ, ଭଉଣୀ, ସ୍ୱାମୀ, ସ୍ତ୍ରୀ, ପିଲା, ସଂସାରରେ ସମସ୍ତ ବନ୍ଧୁବାନ୍ଧବ ସହକାରେ ଆମେ ସବୁ ପରିବାରରେ ରହିଲେ। ସେଠି ଯେଉଁ ଲେଖା ରହିଲା ସେ ଝାଡ଼ ଜଙ୍ଗଲ ଭିତରେ କିଏ ରହିଲେ? ତପି ଜପିଠୁ ଧରିକି ମୁନି ଋଷି ପର୍ଯ୍ୟନ୍ତ ସମସ୍ତେ ରହିଲେ। ବାଘ, ଭାଲୁ, ହାତୀ, ସରୀସୃପ ଜାତୀୟ ଜୀବ ବି ରହିଲେ। ହାତୀ, ବାଘ, ଭାଲୁ ରହିଲେ, ସରୀସୃପ ଜାତୀୟ ଜୀବ ରହିଲେ, ହିଂସ୍ର ଜନ୍ତୁ ଆହୁରି ରହିଲେ, ବିଷଧର ମାନେ ରହିଲେ। ଆମ୍ବ, ବେଲ, ଯେକୌଣସି ଫଳମୂଳ ବୃକ୍ଷ ରହିଲା। ତା ଭିତରେ ଭଇଁଚ ଜାଣିଥିବେ, କୋଳି, ବରକୋଳି, କ୍ଷୀରିକୋଳି, ମାନେ କୋଳିକି ଯେତିକି କହୁଛି ସମସ୍ତଙ୍କ ଗୋଟେ କଣ୍ଟା ଅଛି। ସମସ୍ତଙ୍କର ଗୋଟେ ଭଦଭଦଳିଆ କୋଳି ଅଛି, ତା ଦେହରେ ବି କଣ୍ଟା। ତାମାନେ କଣ୍ଟକିତ ବି ବୃକ୍ଷ ଅଛି ଝାଡ଼ରେ, ଜଙ୍ଗଲରେ। କିନ୍ତୁ ଏ ଶରୀର ରୂପକ ତତ୍ତ୍ୱଭିତ୍ତିକ
ମାନେ ଚେତନର ଝାଡ଼ରେ କିଏ କିଏ ରହିଲେ ନା ପିଲା ଭାଇ ବନ୍ଧୁ ସମସ୍ତେ ରହିଲେ। ତା ଭିତରେ କଣ୍ଟକିତ ବୃକ୍ଷ କିଏ, ହିଂସ୍ର ଜନ୍ତୁ କିଏ, ଆଉ କିଏ ରହିଲା ବାଘ ଭାଲୁ ଆଉ ମଧୁର କଥା। ଏଇ ଯୋଉ ଭଲ କିଏ, ବେଲ ଗଛ ଯେମିତି ଝାଡ଼ରେ ରହିଲା ଫଳ ଦେଲା, କେନ୍ଦୁ ଆମ୍ବ ଗଛ ସବୁ ରହିଲେ, ସେମିତି ଘର ଭିତରେ କିଏ, ଏଇ ଝାଡ଼ ଭିତରେ। ଝାଡ଼ ଅର୍ଥ ହେଉଛି ନିଜ ପରିବାର, ନିଜ ଗୃହ। ତେଣୁ ଏଥିରେ ଯିଏ କଣ୍ଟକିତ ବା ବିଶ୍ୱଧର ବୋଲି ଯାହାକୁ କହିବା, ସିଏ ହେଲା ଯିଏ ମୋହ ମାୟାରେ ରହୁଥିବେ, ଘରେ ସଦାବେଳେ କଳି ସୃଷ୍ଟି କରୁଥିବେ, ସେମାନେ ହେଲେ କଣ୍ଟକିତ। ଆଉ ବିଶ୍ୱଧର ସର୍ପ ବା ସରୀସୃପ ରହିଲେ କଣ୍ଟକିତ ବୃକ୍ଷ, ସେମାନଙ୍କୁ କୁହାଗଲା। ଆଉ ମଧୁର କିଏ ରହିଲେ ନା ଯିଏ ତପ ଜପ କରୁଥିବେ, ବାପ ମାଙ୍କୁ କଥା ବୁଝୁଥିବେ, ସ୍ନେହ ଶ୍ରଦ୍ଧା ଥିବ, ସଂସାରକୁ ସିଏ ଆଲୋକିତ ମାର୍ଗ ଦେଖାଉଥିବେ। ନିଜ ଦେହ, ନିଜ କଥା, ନିଜର ଭଲ ମନ୍ଦ ସିଏ ନ ବୁଝି ପର ଉପକାରିତାରେ ଥିବ। ଯେମିତି ଆମର ସନ୍ଥ କହି ଭୀମ ଭୋଇ କହିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର। ତାଙ୍କର ଯୋଉ ଯିଏ ମଧୁରରେ ବା ଭଲରେ ଥିବ, ଆମ୍ବ ବୃକ୍ଷ ଭଳି ଥିବ, ଝାଡ଼ ଭିତରେ ବା ଗୃହ ଭିତରେ ଯୋଉ ସନ୍ତାନଟି, ସେ ସନ୍ତାନଟି ସମସ୍ତଙ୍କର ସ୍ନେହ ଶ୍ରଦ୍ଧା କରୁଥିବ ଜଗତ ପାଇଁକା, ନିଜକୁ ବଳି ପକେଇକି ସେ ଜଗତ ପାଇଁ ବାହାରିବ। ସେଇ ହେଉଛି ଆଜିକା ଡେଟରେ ବିହନ। ସାଧାରଣ ଲୋକ ଆଜି ଏ କଥାଟି କହିବା କଥା ହେଉଛି, ବିହନ ବଛା ହେଲାଣି। ବିହନ କୋଉମାନଙ୍କଠି, କୋଉ ଲୋକଟି ବିହନ ହବ, କିନ୍ତୁ ଆମେ କ'ଣ କରୁଛେ, ଏ କଥାଟାକୁ ବୁଝିପାରୁନି। ଆମେ ପାଠ ପଢିଛେ, ସମସ୍ତେ ଜ୍ଞାନୀ ହେଇଛେ, କହିଲା ଜ୍ଞାନୀ ହୋଇଥିଲା ଥରେ ସେହି ବିସର୍ବାର ସୁତ। ଏତେ ଜ୍ଞାନ ଅର୍ଜନ କରିଥିଲା, 33 କୋଟି ବା 33 ଗୋଟି ଯାହା ବୁଝନ୍ତୁ, ଦେବତାଙ୍କୁ ସିଏ ଜ୍ଞାନ ବଳରେ ବା ବିଦ୍ୱାନ ବଳରେ ସମସ୍ତିଙ୍କି ନିଜ ବଶୀଭୂତରେ ରଖିଥିଲା, ନଚେତ ନିଜେ ବନ୍ଦୀ କରି ରଖିଥିଲା, କି ଯାହା କରୁ ଏଇଭଳି ରଖିଥିଲା। ଶ୍ରୁତିରେ ଆମେ ଜାଣିଛେ, ପୁରାଣ ପୋଥିରେ ବି ଲେଖା ରହିଛି। କିନ୍ତୁ ଏଠି କ'ଣ ହେଲା, ତାଠି ସୁଜ୍ଞାନଟି ନଥିଲା। କାହାଠି ନା ରାବଣଠି। ଜ୍ଞାନବନ୍ତ ହେଲା, ସୁଜ୍ଞାନ ନଥିଲା, ଗୁରୁ ଜ୍ଞାନ ତାଠି ନଥିଲା। ସେ ଯୋଉ କୌଣସି ବର ପାଇଛି ଅସନ୍ତୋଷରେ ପାଇଛି, ଜବରଦସ୍ତ କରିକି ବର ମାଗିକି ଆଣିଥିଲା। ସଦବୁଦ୍ଧି ସଦଜ୍ଞାନ ତା ପାଖରେ ନଥିଲା, ତେଣୁ ସିଏ ସେଥିପାଇଁ ନାଶ ଗଲା। କିନ୍ତୁ ଏଇ ଯୋଉ ସଂସାର ବା ବିହନ ଯିଏ ରହିବ, ସେ ଜ୍ଞାନବନ୍ତ ହେଇଥିବ, ବିଦ୍ୟା ବୁଦ୍ଧି ସବୁଥିରେ ନିପୁଣ ଥିବ, ଗୋପବନ୍ଧୁଙ୍କ ଭଳି ପରୋପକାରିତାକୁ ମାନେ ଦେଶ ସେବା କରୁଥିବେ, ତାପରେ ସେ ପିଲା ଅଟୋମେଟିକ ବିହନ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳିଆ ତାର ନିଜସ୍ୱ ଗୋଟେ ବାସ୍ନା ଥିବ, ନିଜସ୍ୱ ମତି ଥିବ, ନିଜସ୍ୱ ଗୋଟେ ଚଏସ୍ ଥିବ। ସେ କାହା ପ୍ରବଚନାରେ ସିଏ ପିଲାଟି ମାନେ ଯିବ ନାହିଁ। ତେଣୁ ବିହନ ବଛା କାହାକୁ କହିବା, କୋଉଠି ବିହନ କେମିତି ବଛା ହବ, ଆଉ କାହାକୁ ବିହନ କୋଉ ବେଳରେ ବଛା ହବ, କୋଉଠାରେ ବି ବିହନ ଥାଏ। ତେଣୁ ଅନେକ ଜପ କରୁଛନ୍ତି, ତପ କରୁଛନ୍ତି, ବ୍ରତ କରୁଛନ୍ତି, ସେ ମାନସିକ ଯାହା ଅଛି ମାସ ଯାକ ଆମର କ'ଣ କରୁଛେ, ମାଛ ମାଂସ ଖାଇବାନି, ନିଶ ଦାଢ଼ି ବାଳ କିଛି କାଟିବାନି, ମୋର ଏ କାର୍ଯ୍ୟଟି ଏ ମାସଟା ମୋର
ଧର୍ମ ମାସଟି ସରିଗଲା ପରେ ତା ପରଦିନ କ'ଣ ହେବ ନା ମଦଟା ବୁଲେଇବ, ତା ସାଙ୍ଗେ ଚାଖଣ୍ଡି କୁକୁଡ଼ା ମାଂସଟି ଖାଇବ। ସବୁଯାକ କହିଲା 12 ବର୍ଷ ତପସ୍ୟା ଶୁଖୁଆ ଜଳରେ ଗଲା। କିନ୍ତୁ ପାଗଳା ବାଇଆ କହିଲେ ଏ ସଂସାରରେ ତପ ବ୍ରତ ଯେଉଁ ହେଉଛନ୍ତି କ'ଣ ଏତେ ସହଜରେ ବିହନ ବାଛି ପାରିବେ? ନିଶ ଛାଡ଼ିଦେବେ, ଦାଢ଼ି ଛାଡ଼ିଦେବେ, ନଖ ବି କାଟିବେନି, ନଖ ବି ଲମ୍ବା ଲମ୍ବା କରି ରଖିବେ, ଚୁଟି ବି କାଟିବେନି, ସିଏ ବି ସବୁ ଓହଳିକି ରହିବ। ମାନେ ମଣିଷଟା କାହା ଭଳିଆ ଦିଶିବ? ଭାଲୁ ଭଳିଆ। ତାଙ୍କୁ ଆମେ କ'ଣ କହିବା ସାଧାରଣ ଲୋକରେ? ନା ଇଏ ଜଣେ ତପସ୍ୱୀ, ତପସ୍ୟା କରୁଛନ୍ତି ଝାଡ଼ରେ, ଜଙ୍ଗଲରେ। ପାଗଳା ବାଇଆ ଲେଖିଛନ୍ତି, ଅଚ୍ୟୁତାନନ୍ଦ ବି ଲେଖିଛନ୍ତି, ଯେଝାଙ୍କର ଯେଝା ଠାରରେ। ପାଗଳା ବାଇଆ କହିଲେ ନଖବାଳ ଛାଡ଼ି ଭାଲୁଏ କେତେ ତପି ହେଲେଣି। ମାନେ ନଖ ବାଳ ଛାଡ଼ି ଭାଲୁ ଭଳିଆ ହେଇ ତପ କେତେ କଲେ, ଆଉ ବନ୍ଧ୍ୟା ଛାଡ଼ି କେତେ ବଳଦ କାହିଁ ଜପି ହେଲେଣି। ବଳଦ ଭଳିଆ ବ୍ରହ୍ମଙ୍କୁ ନିଜ ଦେହରେ ରଖାଗଲା, ସେମାନଙ୍କୁ କ'ଣ କରନ୍ତି ନା ବ୍ରତ କରିଦିଅନ୍ତି, ସେମାନଙ୍କୁ ବଳଦ ହେଲେ। ବୃଷଭ ବ୍ରତ ହୁଏନି, ସିଏ ବଳଦ ମାନେ ଯେଉଁମାନେ ସେମାନେ ବ୍ରତ ହେବେ, ସିଏ କ'ଣ ଜପି ହେଇପାରିବେ? ଶାଢ଼ୀ ଭିଡ଼ି କେତେ ଯୁବତୀ କାହିଁ ସତୀ ହେଲେଣି। ସତୀ ନାରୀ କ'ଣ ଖାଲି ଶାଢ଼ୀ ପିନ୍ଧିଦେଲେ ସତୀ ହେଇଯିବ? ବୁଝ ରାମଚନ୍ଦ୍ର ଦାସରେ ଏସବୁ କଳିଯୁଗର ଭଣ୍ଡାମି। କହିଲେ ନଖବାଳ ଛାଡ଼ି ଭାଲୁଏ କେତେ ତପି ହେଲେଣି, ବନ୍ଧ୍ୟା ଛାଡ଼ି କେତେ ବଳଦ କାହୁଁ ଜପି ହେଲେଣି। ଶାଢ଼ୀ ଭିଡ଼ି କେତେ ଯୁବତୀ କାହିଁ ସତୀ ହେଲେଣି। ବୁଝ ରାମଚନ୍ଦ୍ର ଦାସରେ କଳି ଭଣ୍ଡ କାହାଣୀ। ଏରା ସବୁ ଭଣ୍ଡାମି ବୋଲି ଲାଷ୍ଟକୁ କହିଥିଲେ। ଗୋଟେ ନାରୀ ଯଦି ଶାଢ଼ୀ ଫାଡ଼ି ଭିଡ଼ିକି ଏମିତି ସବୁ ଜାକି ଜୁକି ହେଇଯିବ, କ'ଣ ସତୀ ହେଇଯିବ? ସେ କଥାଟି ବି ଅଛି। ସାଧାରଣ ଲୋକ ପାଖରେ କିଛି ବହି ପୋଥି ପୁରାଣ ନାହିଁ ବା, ଦେଖ କିଛି ନାହିଁ, ଶୁଖିଲାରେ ବସିଛି। କହିଲେ ଦେହରେ ନଥାଇ ମନରେ ଥାଇ ରାବଣ ସୀତାକୁ ନେଲା ଚୋରାଇ, ଦ୍ରୌପଦୀ ପାଞ୍ଚିଲା କର୍ଣ୍ଣକୁ ପରା, ଚିତ୍ରଗୁପ୍ତ ପାଖେ ପଡ଼ିଲା ଧରା। କ'ଣ କଥା ନା ସତୀଟା କୋଉଠି ଥାଏ? ଚିତ୍ରଗୁପ୍ତ ପାଞ୍ଜି ଖେଳୁ ଖେଳୁକା, ସତୀ ପାଞ୍ଜି ଖେଳୁ ଖେଳୁକା କହିଲା ପ୍ରଭୁ ଯମରାଜ, ନା କ'ଣ ହେଲା ନା ଦ୍ରୌପଦୀ କ'ଣ ହୋଇଛି, ଯେତେବେଳେ ରାବଣ ସୀତାଙ୍କୁ ଯେତେବେଳେ ହରଣ କରିକି ନେଇକି ପଳେଇ ଯାଉଥିଲା, ସେ ସମୟରେ କ'ଣ ହେଲା ନା ରାବଣ ସୀତା ମାତାଙ୍କର ହାତକୁ ଧରିଛି, କିନ୍ତୁ ହୃଦୟ ଭିତର ଆତ୍ମା ରାମ ଯାଇକି ରାମଙ୍କ ପାଖରେ। ଏଇଟା ଖାଲି ମାନେ ଗୋଟେ କ'ଣ କହନ୍ତି ସ୍କେଲିଟନ ବା ଗୋଟେ କ'ଣ କହନ୍ତି, ସେଟା ଗାଡ଼ିର କ'ଣ କହନ୍ତି ଚେଚିସଟା, ଇଞ୍ଜିନ ନାହିଁ। ଇଞ୍ଜିନ ଯାଇକି ରାମଙ୍କ ପାଖରେ। ରାବଣ ନେଉଥିଲା ଗୋଟେ ମାନେ ଗୋଟେ ଶରୀର ରୂପକ, ଶରୀରରେ ଇଞ୍ଜିନ ନଥିଲା। ଇଞ୍ଜିନ ଯାଇକି କୋଉଠି? ରାମଙ୍କ ପାଖେ। କିନ୍ତୁ ଦ୍ରୌପଦୀ କଥା କ'ଣ ହେଲା ନା ଯେତେବେଳେ ସ୍ୱୟଂବର ହଉଥିଲା ନା, ଯେତେବେଳେ କର୍ଣ୍ଣ ଯାଇକି ଧନୀରେ ଗୁଣ ଗୁରଉଛି ନା, ଦ୍ରୌପଦୀ ପାଞ୍ଚିଥିଲା। ଓହୋ, କୃଷ୍ଣ ମନା କରିଦେଲେ, କହିଲେ ନାଇଁ ଆହୁରି ଅଛି ବି, ମହାଧୂତ ଜଣେ ଆଉ ଜଣେ ଅଛି ଯୋଦ୍ଧା, ଆକୁ କ୍ୟାନସେଲ କରିଦେ। ଦ୍ରୌପଦୀ କହିଲା ରେ କର୍ଣ୍ଣ ଥାଉ ଥାଉ ରୁହ, ତମେ ସୁତ ପୁତ୍ର, ମୁଁ ଗୋଟେ ରାଜା ଘର ଝିଅ, ତମେ ମତେ ବାହା ହବ?
ଯେତେବେଳେ ଅର୍ଜୁନ ଆସିକି ଗୁଣ ଗୁରେଇକି ଲାଖଭେଦ କରିଦେଲା, ସବୁ ସଇଲା ପରେ କୃଷ୍ଣ ଏକା ଦ୍ରୌପଦୀ ସମସ୍ତେ ବସିଛନ୍ତି। କୃଷ୍ଣ ପଚାରିଲେ, ଦ୍ରୌପଦୀ ତମ ମନ ଭିତରେ ଗୋଟେ ସତ କଥାଟା କହିବ, କାରଣ ସତ୍ୟ ଏଇନା ଚାଲିଛି, ମାନେ ସତ୍ୟ ଏତେ ମିଛ କହିବନି, ଅସୁବିଧା ହବ। ଦ୍ରୌପଦୀ କହିଲା, ସତ କହିବି? 5ଟା ସ୍ୱାମୀ ସିନା ମୁଁ ପାଇଲି, କିନ୍ତୁ କର୍ଣ୍ଣଟା ମୋର ଚଏସ୍ ଥିଲା। ଏଇ କଥାଟି କୃଷ୍ଣକୁ କହିଦେଲା। ତେଣୁ ଦ୍ରୌପଦୀ ଏଠି କ'ଣ ହେଲା? ଅସତୀରେ ଗଣା ହେଲା। କିନ୍ତୁ ପଞ୍ଚସତୀ ଭିତରେ ଦ୍ରୌପଦୀ ରହିଲା। କହିଲା, ଅହଲ୍ୟା, ମନ୍ଦୋଦରୀ, ତାରା, ଆଉ କିଏ, କୁନ୍ତୀ ଆଉ ଦ୍ରୌପଦୀ, ପଞ୍ଚସତୀ ହେଇକି ରହିଗଲେ। କିନ୍ତୁ ଆଜିକା ଡେଟ୍ରେ ଆପଣମାନେ କହିବେ ତାଙ୍କର 5ଟା ସମସ୍ତଙ୍କର ସ୍ୱାମୀ, ସମସ୍ତଙ୍କର ଏକାଧିକ, 1ରୁ ଅଧିକ। ମନ୍ଦୋଦରୀର ଦେଖିବାକୁ ହିସାବ କରିଲେ 3 ହେଇଯିବ, କିନ୍ତୁ ପ୍ରକୃତ 2। ଆଉ କୁନ୍ତୀଙ୍କର, ଦ୍ରୌପଦୀଙ୍କର, ତାରାଙ୍କର ବି ସେମିତି 2। ଅହଲ୍ୟା ହେଉଛନ୍ତି ସିଏ 1। ଅହଲ୍ୟା 1 ନୁହେଁ, ଏକାଧିକ, ସବୁ ଏକାଧିକ ସ୍ୱାମୀ, କିନ୍ତୁ ସେମାନେ ସତୀ। କୋଉଥିପାଇଁ ସତୀ ଆଉ ବିହନ କେମିତି ବଛା ହବ? ନା, ସେମାନଙ୍କ ପାଖରେ ସତ୍ୟ ଥିଲା। ମୋହ, ମାୟା, ଅହଙ୍କାର ତୁ ସେମାନେ ବହୁତ ଦୂରରେ ଥିଲେ। ଆହୁରି ଶରୀର ଆତ୍ମା ଯିଏ ଅଲଗା କରିପାରିବ, ସିଏ ହେଲା ସତୀ ନାରୀ। ଆଜିକା ଡେଟ୍ରେ କାହିଁ? ଆଜିକା ଡେଟ୍ରେ ସେ ଜିନିଷ ନାହିଁ। ତେଣୁ ଆଜିକାଲି ଡେଟ୍ରେ କହିବ, ଯଦି ଶାଢ଼ୀ ଭିଡ଼ି ହେଇକି ଜଣେ ରହିବ, ସେ ସତୀ ହେଇପାରିବ ନାହିଁ। କହିଲେ ମନ, ମୁନ, ଧ୍ୟାନ, ବଚନ, ଜ୍ଞାନ ବା ସତ୍ୟ, ଶାନ୍ତି, ଦୟା, କ୍ଷମା, ଏ 4 ବେଦର ମହିମା। ଏଇ 4ଟା ଜିନିଷ ଥିବ ଦରକାର, ତାହେଲେ ସତୀ ନାରୀ ହେଇପାରିବ। କେମିତି ସତୀ ନାରୀ? ଏତେ ସହଜ ଜିନିଷ ନୁହଁ। ସତୀ ଅନୁସୟା। ଆପଣମାନେ ଜାଣିଥିବେ, ଯମରାଜାଙ୍କ ପାଖରୁ ସତୀ ଅନୁସୟା, ସାବିତ୍ରୀ, ଭୁଲ କହିଲି, ସାବିତ୍ରୀ ସତ୍ୟବାନ। ସାବିତ୍ରୀ ଯମ ପାଖରୁ ତାଙ୍କ ସ୍ୱାମୀକି ସେ ଆଣିଥିଲେ। କୋଉ ହିସାବରେ? ନା, ନିଜର ସତୀତ୍ୱ ବଳରେ। ସତୀତ୍ୱ ବଳ କ'ଣ? ଗୋଟେ ନାରୀଟି ଯଦି ନିଜ ଏକୁଲା କ'ଣ ସତୀତ୍ୱ ସାବିତ୍ରୀ ରଖିଥିଲେ? କହିଲେ, ତୋ ଭିତରେ ମୁଁ ଅଛି, ମୋ ଭିତରେ ତୁ। ତେଣୁ 2 ଜଣ ଯାକ ଯେତେବେଳେ ବାମା ଆଉ ଡାହାଣ, ମାନେ ବାମା ଆଉ ଡାହାଣ ପୁରୁଷ ଗୋଟେ ପ୍ରକୃତି ଯଦି ଉଭୟ ସତୀରେ ନ ରହିବେ, ସତ୍ୟ ଆଉ ସତୀତ୍ୱରେ ଯଦି ନ ରହିବେ, ତାହେଲେ ସେ ନାରୀ ବି ସତୀ ହେଇପାରିବନି, କି ସେ ପୁରୁଷ ହେଇପାରିବନି। କାରଣ ପୁରାଣ ଏହା କହିଛି। ଯେତେବେଳେ ବୃନ୍ଦାବତୀଙ୍କ ଜଳନ୍ଧରଙ୍କ ସତୀତ୍ୱ ଉପରେ, ବୃନ୍ଦାବତୀଙ୍କ ସତୀତ୍ୱ ଉପରେ ଜଳନ୍ଧରଙ୍କ ଜୀବନଟି ଥିଲା। ଜଳନ୍ଧର ବି ସେମିତି ସତୀତ୍ୱରେ, ସତ୍ୟରେ ଥାଏ। ଆଉ ବୃନ୍ଦାବତୀ ମଧ୍ୟ ସତୀରେ ଥାନ୍ତି। ତାଙ୍କ ଦୁହିଁଙ୍କ ଭିତରୁ ଯଦି ଜଣେ କିଏ ଅସତ୍ୟ କାମ କଲା, ବା ଉଭୟ ଅସତ୍ୟ କରିଦେଲେ, ଶୀଘ୍ର ନାଶ ଯିବେ। ପରସ୍ପର ପରିପୂରକ। କିନ୍ତୁ ଆଜିକା ଡେଟ୍ରେ କ'ଣ ହେଉଛି ଭାଇମାନେ? ପୁଅ ଝିଅ ବାହାଘର ହେଇଗଲା, ସେଦିନ ତାଙ୍କର ବାସରାତି ଦିନ ସେ ତାଙ୍କୁ ପଚାରିବ, ଆଚ୍ଛା ତମେ କେତେଟା ତମ କଲେଜ ପଢ଼ିଛ, କେତେ ବାଟେ ଯାଇଛ? ମୁଁ ବି ପଢ଼ିଛି। ଆଉ ତମେ ପ୍ରକୃତ ସତ କଥାଟା କହିବ, ତମେ କେତେଟା, ମାନେ ଝିଅ ପଚାରିବ ପୁଅକୁ, ତମେ କେତେଟା ଝିଅଙ୍କୁ ଭଲ ପାଇଛ କହିଲ? ପୁଅ କହିବ, କ'ଣ ଗୋଟେ ବାସରାତି ଆମର ଯୋଉ ମଧୁରାତିରେ ଇଏ ଏମିତିଆ ମଧୁର କଥା କ'ଣ କହିଲାଣି? ନା, ସତ କରିକି କହିବ।
ପୁଅ କ'ଣ କରି ଟିକେ ମୌନ ହେଇଯାଇଛି ନା। ଝିଅ ପଚାରେ ତମ ପୁଅ ପଚାରିଲେଣି ତମ କହୁନ। ପୁଅ କ'ଣ କରୁଛି ଆଉ ତ କିଛି ବାଟ ବାନ କରୁଛି ରହିଥା ମୁଁ ପୁରା ଭାବୁଥିଲି ତାମାନେ କେତେ ସିରିଏଲ ରହିଛି। ସେ ବସିକି ପୁଅ ଭାବିଦେଲା। ଆଚ୍ଛା ତା ସ୍ତ୍ରୀ ଏ କଥା କହିଲା ଭାବୁଛ ନା ହଁ। ତାମାନେ ଜାଣିଦେଲା ତା ସ୍ତ୍ରୀ ସତ୍ୟବାନ କେଇଭଳିଆ। ତା ସ୍ୱାମୀ ତାକୁ ପଚାରୁଛି ଯେଉଁ ପୁଅଟି ତା ମଧ୍ୟରାତିରେ ବାସ ରାତିରେ ସେ ପଚାରୁଛି ତାର ତମେ କେତେଟା ପୁଅ ସଂସ୍ପର୍ଶରେ ତମେ ଆସିଛ ବା କ'ଣ ହେଇଛ। ସେ ଝିଅ କ'ଣ କର ଚାଲାକି ଚତୁର ଭଡାସ କିନା କ'ଣ କରୁଛି ଟଙ୍କା 40ଟା ଦେଇଦେଲା ଆଉ 4ଟା ଗହମ ଦେଇଦେଇଛି। 40 ଟଙ୍କା ଆଉ 4ଟା ଗହମ ତା ବାପ ଘରୁ ନେଇକି ଆଇଛି। ସାଙ୍ଗେ ସାଙ୍ଗେ କାନିରେ ବାନ୍ଧିଥିଲା ଖୋଲିଲା ନେଲା କହିଲା ଦେଖ ଇଏ 40 ଟଙ୍କା ଆଉ 4ଟା ଗହମ। ପୁଅଟି ପଚାରୁଛି ଆଚ୍ଛା 4ଟା ଗହମ ଆଉ 40 ଟଙ୍କା କ'ଣ। ଝିଅ ଥାଇ କହୁଛି ଗହମ 2 କିଲୋ ବିକି ଦେଇଛି ଆଉ 4ଟି ଅଛି। ଆଉ ଗୋଟିଏ କଥା ମନେ ରଖ ଗୋଟେ ଗହମରେ ମୋର ଗୋଟେ ବୟଫ୍ରେଣ୍ଡ। ହିସାବ କରୁଥା ମାନେ ଆଜିକା ଡେଟ୍ରେ। ଆଉ ଏଠି ଆଜି ଆମେ କହିବା ବିହନ ବଛା କେମିତି ହବ। ସତ୍ୟ ଶାନ୍ତି ଦୟା କ୍ଷମା ଯାହାଠି ଥିବ ଯେଉଁ ନାରୀଠି ସିଏ ହିଁ ବିହନଟି ଦେବ। ଅଭିଜ୍ଞତା ଗହମ 2 କିଲୋ ପୁଣି ଆହୁରି 4ଟା ତାହେଲେ ସ୍ୱାମୀର ହାତ ଗଣ୍ଠି ଧରିକି ବାସରାତି ହେଇନି ଝିଅ ଦେଖଉଛି ଏଇଆ। ସେଥିପାଇଁ ଆଜି ବିହନଟି ଦେବ କିଏ? ନାରୀ। ନାରୀଠୁ ସୃଷ୍ଟି ହବ ବିହନ। କିନ୍ତୁ ସେ ନାରୀର ଅର୍ଥ କ'ଣ? ନ ଏରି ନାରୀ ସିଏ କାହାର ଶତ୍ରୁ ନୁହଁ କି ତାର କେହି ଶତ୍ରୁ ନଥିବେ। ସେଇ ହେଉଛି ବିହନ ଆଉ ଶକ୍ତି ନାରୀ। ଅବିକା ତ ଫେସବୁକ୍ ହ୍ୱାଟ୍ସଆପ୍ ସବୁଥିରେ ମୁଁ କେମିତି ଦେଉଛି ମୋର କେଉଁ ଫାଇଲଟା ବଡ଼ ମୋର କେଉଁଟା ଆପଣଙ୍କର ପସନ୍ଦ ମୋତେ କରିବ କି ନାହିଁ ଏଇଭଳିଆ କମେଣ୍ଟ ଆସୁଛି। ତେଣୁ ଏମାନେ କ'ଣ ସତୀ ନାରୀ? ଶାସ୍ତ୍ର ମତ ଏମାନେ ସତୀ ନାରୀ ହେଇପାରିବେନି। କାରଣ ଏମାନଙ୍କର ଅନେକ କମେଣ୍ଟରେ ଆସିବ ଯିଏ କହିବ ମୋତେ କରିବ କି ନାହିଁ ସେ କ'ଣ କହିଛି ସେ କହିବା କଥା ଯେ ମୋତେ ଟିକେ ଲାଇକ୍ କରିବ ନାହିଁ। ସେ ଏମିତି ଫାଳିକି ହେଇକି ଏମିତି ଠିଆ ହେଇଥିବ। କିନ୍ତୁ ପିଲା ଟୋକା ବୁଢ଼ା ସବୁ ଅନେଇକି ବସିଛନ୍ତି କ'ଣ ପେଲିବେ। ତା ମାଆଠୁ ଧରିକି ତା 14 ପୁରୁଷ ପର୍ଯ୍ୟନ୍ତ ସବୁ ଠେସି ଦେଇଥିବେ। ସେଇଠୁ କ'ଣ ହେଉଛି ସେ ନାରୀ ସିଏ ହେଲା ତାର ବା ଐରୀ ହେଇଗଲା ଅଧିକା। ସେ କ'ଣ ସତୀ ହେଲା? ହେଇପାରିଲା ନାହିଁ। କହିଲା ସତ୍ୟ ଶାନ୍ତି ଦୟା କ୍ଷମା ଏ 4 ବେଦର ମହିମା। ତେଣୁ ସତ୍ୟ ସେ ଯେଉଁ ନାରୀ ଯିଏ ବିହନ ଦେବ ବା ବିହନ ଯାହା ପାଖରୁ ବଛା ହବ ବା ଯିଏ ବିହନ ରହିବ ତାଠି ସତ୍ୟ ଥିବ ଶାନ୍ତି ଥିବ ଦୟା ଥିବ କ୍ଷମା ଥିବ। ସେ କାହାରି ଐରୀ ହେଇନଥିବ। ଆଜିକା ଡେଟ୍ରେ ସୋସିଆଲ ମିଡ଼ିଆରେ ଯାହାକୁ ଦେଖୁଛ ସେମାନେ କେହି ସତୀ ନାରୀ ନୁହନ୍ତି। ତାଙ୍କର ଐରୀ ଅର୍ଥ ଶତ୍ରୁ ଅଛନ୍ତି। ହୁଏତ କେଉଁ ସ୍ତ୍ରୀ ତା ସ୍ୱାମୀକି ଛାଡ଼ିକି ପଳେଇଥିବ, କେଉଁ ଝିଅ ତା ବାପ ଘର ଛାଡ଼ିକି ଲୁଚିକି ପଳେଇଥିବ, ଏଇଭଳିଆ ହେଇଛନ୍ତି। ତେଣୁ ଏମାନଙ୍କୁ ଶାସ୍ତ୍ର ମତରେ ଏମାନେ ବିହନ ନୁହନ୍ତି। ତାହେଲେ ବିହନ ଦେବେ କିଏ? ନା ସେମାନେ ଅଛନ୍ତି ସବୁ ଗୁପ୍ତରେ। ଆଉ ସେମାନେ ଯେଉଁ ବିହନ ଯିଏ ରହିବେ ସେମାନେ ସବୁ ଯୁଗରେ ସେମାନେ ପୁରା ଦରିଦ୍ର ସୀମାରେଖାରେ ଥିଲେ।
ସବୁଥିରେ ନିଷ୍ଠୁରତା ପ୍ରହାର ତାଙ୍କ ଉପରେ ହେଉଥିଲା। ଆଉ ସେମାନେ ଅତି ଦୟନୀୟରେ ରହୁଥିଲେ। କିନ୍ତୁ ଏଇ ହେଉଛି ପରିବର୍ତ୍ତନ। ବର୍ତ୍ତମାନେ ଯେଉଁ ବିହନ ବଛା ହେବେ ସେମାନେ ଆସିଥିବେ, ସଂଖ୍ୟା ବହୁତ କମ୍ ଥିବ ଯେଉଁ ବିହନ। ଆହୁରି ଗୋଟେ କଥା, ସେମାନେ ଅଶିକ୍ଷିତରୁ ଶିକ୍ଷିତ ହେବେ, ସମସ୍ତଙ୍କୁ ଜ୍ଞାନ ବାଣ୍ଟିବେ। ତାହେଲେ ସିଏ କୋଉ ଭଳି ଲୋକ ଆପଣମାନଙ୍କୁ କହିବି ପଛରେ। କିନ୍ତୁ ଏଇ କଥାଟି କହିବି, ଓଡ଼ିଶାରେ ଅନେକ ସ୍କୁଲ କଲେଜ ପାଠ ପଢ଼ାଯାଉଛି। ଆମର ଓଡ଼ିଶାର ଅଧିକାଂଶ ବିହନ ଆପଣମାନଙ୍କୁ ମୁଁ ଗୋଟେ ଭିଡ଼ିଓରେ ବି କହିଛି, 2ଟା ଭିଡ଼ିଓରେ କହିଛି, ଆଉ ଥରେ କହିଦେଉଛି। ଅଚ୍ୟୁତ ସାମନ୍ତ ଯେଉଁ କଲେଜଟି ଖୋଲିଛନ୍ତି, କିଟ୍ ନା କ'ଣ, କିଟ୍ କଲେଜ, କିମ୍ସ, ସେଇଠି ବିହନ ବଛା ହବ। ସେଇଥିରେ ବିହନ ଅଛନ୍ତି, ଏବେ ବି ବିହନ ସେଠି ଅଛନ୍ତି, ଆଉ ବିହନ ସେଇଠୁ ହିଁ ବଛା ହବ। ହୁଏତ କଲେଜରେ ଗୋଟେ କ'ଣ ପାଇଁ ହବ, ବିହନ ଯେତେବେଳେ ବଛା ଯିବନି କି ଅଗାଳି ଗୁଡ଼ାକ ଉଡ଼ିଯାଏ। ଯେଉଁମାନେ ସାଧାରଣ ଲୋକର ଅସାଧାରଣ କଥା ଶୁଣିଥିବେ, ମୁଁ ଜଣେ ଚାଷୀ, ମୁଁ ଜାଣିଛି ଧାନ ଉଡ଼ା ହେଲା ବେଳେ ଅଗାଳି ଉଡ଼ିଯାଏ, ଅଗାଳିଆର ସବୁ ଉଡ଼ିଯିବ। ଆଉ ଗୋଟେ କଥା, ବିହନ ଯିଏ ସେ ପୁରା ଭରପୁର ହେଇକି ଦାନା ପୁରୁଷ୍ଟ ରହିକି ଥିବ, ସେ ଜମା ପବନରେ ଉଡ଼ିବନି ସେ ବିହନ। ବର୍ତ୍ତମାନ କିଟ୍ କଲେଜ ଅଚ୍ୟୁତ ସାମନ୍ତଙ୍କର ଯେଉଁଟା, ସେଠି ଗୋଟେ ବିଶୃଙ୍ଖଳା ହେଇଥିଲା। ଗୋଟେ ଝିଅଟି କ'ଣ ସୁଇସାଇଡ୍ କରିଗଲା, ଏଇଟା ବିଶୃଙ୍ଖଳିତ ହେଇଛି। କିନ୍ତୁ ଏଇଟା ନିରାଟ ସତ୍ୟ, ଅଗାଳି ଗୁଡ଼ାକ ବା ବିଶୃଙ୍ଖଳା। ବିହନ କେବେ ବିଶୃଙ୍ଖଳା ନୁହଁ, ବିହନ ସବୁ ଗୁପ୍ତରେ ସେଠି ଅଛନ୍ତି। ମୁଁ ସେପଟରେ ଯାଇଥିଲି ବର୍ଷେ 2 ବର୍ଷ ତଳେ, କିନ୍ତୁ ମୁଁ ଜାଣିଛି ଯେ ସେଠି ଅଛନ୍ତି। ଯୁଗ ଯୁଗାନ୍ତର, କଳ୍ପ କଳ୍ପାନ୍ତର ଯେଉଁ ପ୍ରଭୁ ହରିଙ୍କର ଜନ, ପୁରା 3 ଯୁଗରେ ପୁରା ଦଣ୍ଡ ପାଇବେକି ଆସିଛନ୍ତି। ଏ ଯୁଗଟା ତାଙ୍କର ହବ, ହରିଙ୍କର ଜନଙ୍କର। ସେମାନେ ହରି ଜ୍ଞାନ, ସେଇ ଯେଉଁ ଜ୍ଞାନବନ୍ତ ମାନଙ୍କୁ ଦେବେ, ଯେଉଁମାନେ କୁହନ୍ତି ଆମେ ବହୁତ ପାଠ ପଢ଼ିଛୁ, ଆମେ ଜ୍ୟୋତିଷ ବିଦ୍ୟା କରିଛୁ, ଆମେ ଏଇଟାକୁ ଜାଣିଛୁ, ବିଜ୍ଞାନକୁ ଜାଣିଛୁ। କହିଲା ବିଜ୍ଞାନ ହେଉଛି ବିଚିତ୍ର ଜ୍ଞାନ, ଜ୍ଞାନରୁ ବିଜ୍ଞାନ, ସୁଜ୍ଞାନରୁ ବିଜ୍ଞାନ ସୃଷ୍ଟି। ତେଣୁ ଏଠି ପଢ଼ା ଜ୍ଞାନୀ ମାନେ ବି ବାଟବଣା ହେବେ, ତାଙ୍କ କାମ କରିବନି ପାଠ। ଆପଣମାନେ ଆଖି ଥାଇକି ବହିଟାକୁ ଦେଖି ପଢ଼ିଛନ୍ତି, ଅନ୍ଧ କେଉଁଠି ଦେଖୁଛି? ସିଏ ତ ପାଠ ପଢ଼ିଛି, +2 +3 ପଢ଼ିଲା। ସେଇ ହେଉଛି ସେଇ କଥା। ଯେଉଁମାନଙ୍କୁ ଯୁଗ ଯୁଗାନ୍ତର, କଳ୍ପ କଳ୍ପାନ୍ତର ରାମ ଯାଉଥିଲେ ଭେଟିବାକୁ, କୃଷ୍ଣ ଯାଇଥିଲେ ଭେଟିବାକୁ, ସେମାନେ ପ୍ରଭୁ ରୂପରେ ଆସିଥିଲେ। ଆଉ ରଜା ଘର ଛୁଆ ଜଙ୍ଗଲରେ ବୁଲୁଥିଲେ ଝାଡ଼ରେ, କାହିଁକି? ସିଏ ହରି କୋଉ ଲୋକଙ୍କୁ, କୋଉ ଜନଙ୍କୁ ଭେଟ କରିବାକୁ ଚାହୁଁଥିଲେ। ସବୁ ଯୁଗରେ ରହିଛି ସେମାନଙ୍କର ଲୀଳା। ଆଉ କଳିରେ ଏଇଠି ସିଏ ଦେବେ କିଳା। ସେ ନୀତିରେ ହଉ, ଅନୀତିରେ ହଉ, କି ରାଜନୀତିରେ ହଉ, ଯେଉଁଥିରେ ହଉ, ଚେତନାରେ ଆପଣ ଦେଖିବେ ସାଧାରଣ ଲୋକର ଅସାଧାରଣ କଥା। ବିହନ ବଛା ହବ, ଗୋଟେ ଭଲ ମଞ୍ଜିଟି ହେଲେ ଗୋଟେ ଭଲ ଗଛଟିଏ ହବ। ସେମିତି ଗୋଟେ ଭଲ ମାଟିଏ ହେଲେ ଗୋଟେ ଭଲ ସନ୍ତାନଟି ଦେବ। ସେ ମଣିଷଟିଏ ହଉ, କୁକୁରଟିଏ ହଉ, ବୃକ୍ଷଟିଏ ହଉ, ପିମ୍ପୁଡ଼ିଟିଏ ହଉ, କି ବିଲେଇଟିଏ ହଉ, ଭଲ ମା ଯଦି ହେଲା ଭଲ ସନ୍ତାନ ହବ।
ଆଉ ସେଇ ମାଟି ବିହନ ହେଇକି ଥିବ। କାରଣ ଭଲ ଆମ୍ବ ଗଛରେ ଆମ୍ବେଟା ଫଳିବନି। ସେଥିପାଇଁ ବିହନ ବଛା ବେଳ ହେଇଛି, ଅବିକା ବଛା ହେଲାଣି। ବିହନ ସବୁ ଗୁପ୍ତରେ ଅଛନ୍ତି। କାରଣ ଯେଉଁ ନାରୀମାନେ ସତୀତ୍ୱ ସତୀ ବୋଲି ରହିବେ, ଗୁପ୍ତରେ ରହିଛନ୍ତି, ସେମାନେ ମୋହ, ମାୟା, ଅହଙ୍କାର ଏଠୁ ସେମାନେ ଦୂରରେ ଥିବେ। ସତ୍ୟ, ଶାନ୍ତି, ଦୟା, କ୍ଷମା ଏଇ ଚାରିଟା ଯାକ ଲକ୍ଷଣ ତାଙ୍କଠି ଥିବ। ସେଇମାନେ ଏ ସଂସାରକୁ ବିହନ ଆଉ ବିହନ ଛାଡ଼ିବେ। ତେଣୁ ଆମ୍ବ ଗଛରେ ଆମ୍ବେଡ଼ା ହବନି କି କଦଳୀ ଗଛରେ ପଣସ ହବନି। ସେଥିପାଇଁ ଆଜିକା ଡେଟରେ ଆଉ ନାରୀମାନେ ସବୁ ଅଇରୀ ହେଇଗଲେଣି। ମାଟିଏ ଶାଶୁ ଯିଏ ବୋହୂ ସାଙ୍ଗେ ପଡ଼ୁନି, ବୋହୂ ଯିଏ ଶାଶୁ ସାଙ୍ଗେ ପଡ଼ୁନି। ତେଣୁ ସେଇ ନାରୀ ହିଁ ନାରୀ ଆରମ୍ଭ, ଆଉ ସେଇ ନାରୀଟି ହିଁ ଶେଷ। ଆଉ ସେଇ ନାରୀ ଦିନେ ବି ନାରାୟଣୀ ହବ। ହଉ ଭାଇମାନେ, ସାଧାରଣ ଲୋକର ଆଜି ଅସାଧାରଣ ଭିଡ଼ିଓଟି କ'ଣ ପାଇଁ ରଖା ହେଲା? ଲୋକ କହୁଛନ୍ତି ଯୁଗ ସରି ଆସିଲାଣି, ଏବେ ବିହନ କେମିତି ବଛା ହେଇନାହାନ୍ତି କାହିଁକି? ଆପଣମାନେ ଦେଖନ୍ତୁ, ଛୋଟ ଛୋଟ ଛୁଆ କଲା କ'ଣ? କହିଲା ଲୀଳାଙ୍ଗ, ଲୟାଙ୍ଗ, ଯୋଗାଙ୍ଗ, ଭୋଗାଙ୍ଗ। ଏ ଚାରିଜଣ ଖା ଭୁଞ୍ଜୁ ଗିଳି ହର ଗୁଣ ଫେଡ଼ ମିଶା ଏସବୁ ରହିଛି। ଛୋଟ ଛୋଟ ଛୁଆ ଦେଖୁଛନ୍ତି, ଧୂପ ଦୀପ ମା ବାପାଙ୍କଠୁ ଧରିକି ଦେଖିକି ଶିଖିକି ବୁଲଉଛନ୍ତି। ବଢ଼ିଆ ବଢ଼ିଆ ଭଜନ ବି ଗାଉଛନ୍ତି, ବଢ଼ିଆ ବଢ଼ିଆ ଚିତ୍ର ବି କରୁଛନ୍ତି, ବଢ଼ିଆ ବଢ଼ିଆ କଥା କହୁଛନ୍ତି, ପ୍ରବଚନ ଦଉଛନ୍ତି। ଏମାନେ ଅଲରେଡ଼ି ବିହନ ହେଇସାରିଲେଣି। ଆହୁରି ଅନେକ ଆସିବେ, ଅନେକ ଆହୁରି ଆସିବେ। ଆଉ ଏଇଠୁ ଆପଣମାନେ ଜାଣିପାରୁନାହାନ୍ତି, ଆପଣଙ୍କ ଛୁଆଟି ଗାଳି ଗୁଲଜ କରୁଛି ରାଜରାସ୍ତାରେ, କାହାକୁ ଗୋଟେ ଗେଲଟା ପୁରା ହଉ ପଛେ ଆମେ ଛୁଆ ପିଲା ଭାବିକି ହସିଦେବା। ସିଏ କହୁଛନ୍ତି, ସାର୍ ଆପଣ କୁଆଡ଼େ ଯାଉଛନ୍ତି? ଜେଜ ନମସ୍କାର। ସେ ପିଲାଟି ଏତେ ସ୍ପଷ୍ଟ ଭଲ ଭାବରେ ସମସ୍ତଙ୍କୁ ସିଏ ଶ୍ରଦ୍ଧାର ସହ କହୁଛି। ଏପଟେ ଗୋଟେ ଛୁଆ ଯେତେବେଳେ ରେ ରା ତୁ ତା ବେ ବା କରୁଛି, ବାପା ମାଙ୍କୁ ଧରିଛି ଗୋଟେ ବାଡ଼ି ଧରିକି ପିଠା ଗଳିଗାରେ ପିଟି ଦେଉଛି। ଆରପଟେ ଛୁଆଟି ସମସ୍ତଙ୍କୁ ଜୁହାର ହେଉଛି। ତାହେଲେ ବିହନଟା ଭାଇମାନେ ବାଛି ପାରୁନ? ଏଇଠୁ ଗୋଟାଟା ପିଲା ପାଠ ପଢ଼ୁଛନ୍ତି, କାହା ଛୁଆ କ'ଣ, ସିଏ କ'ଣ କରୁଛି, ସିଏ ଖାଉଛି କି ନାହିଁ, କ'ଣ ଖାଉଛି, ଏଭଳି ପିଲା ଅଛନ୍ତି। ତାଙ୍କୁ କେହି ଚିହ୍ନି ପାରୁନାହାନ୍ତି। କିନ୍ତୁ କ'ଣ କହିଲୁ ଅମୁକ ସମକ ସିଗାରେଟଟା ଟାଣି ଦେଉଥିବ, ଟିକେ ଧୂଆଁ ଛାଡ଼ୁଥିବ, ଟିକେ ମାଲଟା ମାରି ଦେଉଥିବ, ରାଜରାସ୍ତାରେ ଉତ୍ପାତ କରୁଥିବ, 10 ଲୋକଙ୍କ ଆଖି ସେଇଠି ଯାଇ ପଡ଼ୁଥିବ। ସେ ବିହନ। ତେଣୁ ସତ କଥା କହିବି ଭାଇମାନେ, ମୁଁ ସାଧାରଣ ଲୋକ, ଅସାଧାରଣ କଥା କହିଲି, ଅଧଘଣ୍ଟାରୁ ଅଧିକା। କିନ୍ତୁ ଆକୁ ଦେଖିବାକୁ କ'ଣ କହିଲା ସତ କହିବାକୁ କିଆଁ ଡରିବି? ସତ କହି ପଛେ ମରିବି, ଯେ ସତ କହିବ ପ୍ରକୃତରେ ସେ ମରିଛି ବୋଲି ଏ ପ୍ରାର୍ଥନା ଦିହରେ ରହିଛି। କିନ୍ତୁ ସାଧାରଣ ଲୋକର କ'ଣ କଥା ନା, ସତ କହିବାକୁ କିଆଁ ଡରିବି? ସତ କହିଲେ ତ ସମସ୍ତଙ୍କର ଗାଣ୍ଡି ଫାଟେ। ସାଧାରଣ ଲୋକର ଏଇଟା ହେଉଛି ଶେଷ ବଚନ। ଆପଣମାନେ କହିବେ ଏଇଟା କଳୁଷିତ କଥା, ଗାଳି କଥାଟା କ'ଣ? ନାଇଁ ଆଜ୍ଞା, ଗାଳି ନୁହଁ। କହିଲା ମୁଣ୍ଡ ଆଉ ଗାଣ୍ଡି। ମୁଣ୍ଡରେ ଯଦି ଫାଟିଲା ବ୍ରେନ୍ ଷ୍ଟ୍ରୋକ୍, ଗାଣ୍ଡି ଫାଟିଲେ କ'ଣ ହୁଏ ସେଇଟା ଆପଣମାନେ ମୋତେ କମେଣ୍ଟରେ କହିବେ। ନମସ୍କାର ଭାଇମାନେ, ରଖିଲି।